ମୋ ନାଁ ସୂର୍ଯ୍ୟମଣି ନାୟକ। ମୁଁ ଓଡ଼ିଶା ହାଇକୋର୍ଟ ଆଡଭୋକେଟ୍। ମୁଁ ଆଜି ଦିନ 10ଟା 15 ଭିତରେ 1 ମାର୍କେଟକୁ ଯାଇଥିଲି ଲୁଗା କ୍ଲିପ୍ କିଣିବା ପାଇଁ। ମୁଁ ଜଷ୍ଟ ଗାଡ଼ି ରଖିକି 2 ମିନିଟ୍ ଭିତରେ ଆସିଛି। ପୋଲିସ ବାବୁ ଜଣେ ଟ୍ରାଫିକ୍ ଇନ୍ସପେକ୍ଟର କି କନେଷ୍ଟବଳ ବୁଲି ବୁଲିକା ଫଟୋ ଉଠାଉଥାନ୍ତି। ମୁଁ ଯେତେବେଳେ ଦେଖିଲି ମୋ ଗାଡ଼ି କାଳେ ଫଟୋ ଉଠୁଛି କି ନାହିଁ, ମୁଁ ପଳେଇଲି ଗାଡ଼ି ଧରିକି, ଯେହେତୁ କୋର୍ଟ ଟାଇମ୍ ହେଲାଣି। ମୁଁ କୋର୍ଟରେ ବସି ଅଧଘଣ୍ଟେ ଭିତରେ ମୋ ପାଖକୁ ଆସିଲା ଫୋନ୍, ମେସେଜ ଆସିଲା, କ'ଣ ନା ଚାଲାଣ ଆସିଲା, ମୁଁ ଫାଇନ୍ ଆସିଛି ବୋଲି। ମୁଁ ଜଷ୍ଟ ଦେଖିଲା ବେଳେ ମୁଁ ଫାଇନ୍ ଆସିଛି। ମୁଁ ସାଙ୍ଗେ ସାଙ୍ଗେ କୋର୍ଟରୁ ବାହାରିକି ଆସିକି ଦେଖି କ୍ୟାପିଟାଲ ଥାନା ପାଖରେ ବୁଲିକି ଦେଖିଲି କୋଉ ଟ୍ରାଫିକ୍ ପୋଲିସ କନେଷ୍ଟବଳ ଫଟୋ ଉଠାଉଥିଲେ। ମୁଁ ତାଙ୍କୁ ପଚାରିବାରେ ସେ ପାଇଲେନି କାହାକୁ। ସିଧା ଗଲି ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ପାଖକୁ। ଟ୍ରାଫିକ୍ ଇନ୍ସପେକ୍ଟର ନଥିଲେ, ରଣାବାବୁ ନଥିଲେ। ଯେହେତୁ ନଥିଲେ ମୁଁ ତାଙ୍କୁ ଫୋନ୍ କଲି। ସେ କହିଲେ ଆଜ୍ଞା ଆମେ କିଛି କରିପାରିବୁ ନାହିଁ, ଯେହେତୁ ଏଟା ସମୂହ ରାସ୍ତା, କେହି ଗାଡ଼ି ରଖିବେନି, ଯେହେତୁ ପାର୍କିଂ ଅଛି ଗାଡ଼ି ରଖିପାରିବେନି। ତେଣୁକରି ମୁଁ ଯଦି ଆଇନଜୀବୀ ହେଇକି ଯଦିଓ 2 ମିନିଟ୍ ଭିତରେ କୌଣସି ଜିନିଷ କିଣିବାକୁ ଗଲି, ସାଙ୍ଗେ ସାଙ୍ଗେ ଫଟୋ ଉଠିକି ମୋର ଚାଲାଣ କାଟିବ, ତାହେଲେ ଗରିବ ନିରୀହ ଲୋକ ଆଉ ଜନସାଧାରଣ କେମିତି ଭୁବନେଶ୍ୱରରେ ଚଳୁଥିବେ। ତେଣୁ ଏମାନଙ୍କର ଗୋଟିଏ ରହିଛି ପୋଲିସ ବାବୁଙ୍କ ମାନଙ୍କର, ଯେ ସବୁଆଡ଼େ ବୁଲି ବୁଲିକା ଫଟୋ ଉଠେଇବା ତାଙ୍କର ମାସକୁ ଟାର୍ଗେଟ ଅଛି। ଯେ ଟାର୍ଗେଟ କରିକି ଏମାନେ ସରକାରଙ୍କୁ ଦଉଛନ୍ତି ପଇସା। ଯେହେତୁ ସରକାରଙ୍କ ପାଖରେ ପଇସା ନାହିଁ, ପଇସା ପାଇଁ ଏମାନେ ଗରିବ ନିରୀହ ମାନଙ୍କଠୁ ଅଯଥାରେ ଫାଇନ୍ କାଟିକି ଚାଲାଣ କାଟିକି ସରକାରଙ୍କୁ ଡିପୋଜିଟ୍ କରୁଛନ୍ତି। ତାଙ୍କର ମାସିକିଆ ଟାର୍ଗେଟ ବି ଅଛି, ଯେ ଏତିକି ଟାର୍ଗେଟ କଲେ ତମେ ଦରମା ନବ କି କ'ଣ କରିବ, ସେଇଟା ସେମାନେ ବି ବୁଝିପାରିବେ, ଆମେ ବି କିଛି କହିପାରିବୁନି। କାହିଁକି ଟ୍ରାଫିକ୍ କଲେ ଆପଣ ହେଲମେଟ୍, ମୋତେ ଟ୍ରାଫିକ୍ ଜଣେ ଚାଲାଣ କାଟୁଥିଲେ, ଟାଇପିଂ କରୁଥିଲେ, ସେ କହିଲେ ଆମେ କିଛି କରିପାରିବୁନି, ଆପଣ ହେଲମେଟ୍ ପିନ୍ଧୁଛନ୍ତି, ଆପଣ ରଙ୍ଗ ମୋତେ ଇଏ କରିବେ। ମୁଁ କହିଲି କ'ଣ ଆପଣ ଦେଖିଛନ୍ତି? ଆପଣ ମୋ ଥିବା ଭିତରେ ମୁଁ ତାଙ୍କୁ ଯୁକ୍ତି ଦର କରିଛି। ମୁଁ କହିଲି ମୋତେ IICଙ୍କ ନମ୍ବର ଦିଅନ୍ତୁ। ମୁଁ ରଣା ସାର୍ଙ୍କୁ ଫୋନ୍ରେ ପଚାରିଲି, କହିଲେ ଆଜ୍ଞା ଦେଖନ୍ତୁ, ଯେହେତୁ ଚାଲାଣ ଆସିଯାଇଛି ଆଉ କିଛି କରିହେବନି, ଆପଣ ଆଉ କ'ଣ କରିବା। ସେ ମୋତେ ବି ଏ କଥା ବୁଝେଇଲେ ଏ ଜିନିଷଟା। କିନ୍ତୁ ଜଣେ କନେଷ୍ଟବଳ କିରାନୀ ବାବୁ ଜଣେ ବସିକି ମୋତେ ଏ କଥା କହିଲେ, ଆପଣ ଗାଡ଼ି ରଖିକି ପାର୍କିଂ ଯାଉଥିବେ ନା। ଗାଡ଼ି କାହିଁକି ପାର୍କିଂ ରଖିଲି? ମୁଁ କହିଲି ଆଜ୍ଞା 2 ମିନିଟ୍ର କାମକୁ ମୁଁ ଯିବି ପାର୍କିଂ 40 ଟଙ୍କା ଦେବି? ସେଇଥିପାଇଁ ଯୁକ୍ତିତର ଲାଗିଲା। ମୁଁ ସେଥିପାଇଁ ଆସିକି ମୁଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି, ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରୁଛି, ଯେ ପୋଲିସ ଭାଇମାନେ ଯେ ଭଳିଆ ମାନେ ଏମିତି ଗରିବ ନିରୀହ ଲୋକମାନଙ୍କ ଗାଡ଼ି ରଖିକି ଯେ ଯାଉଛି ସାଧାରଣରେ ଜନତାଙ୍କୁ ଫାଇନ୍ କାଟୁଛନ୍ତି, ସେଇଟା ବନ୍ଦ କରନ୍ତୁ। ମୁଁ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଅନୁରୋଧ କରୁଛି, ସେଇଟା ବନ୍ଦ କରନ୍ତୁ। କିନ୍ତୁ ଆମେ ତ ଆଇନଜୀବୀ ହେଇକି ଆମକୁ ଫାଇନ୍ କଟା ହେଉଛି, ଗରିବ ନିରୀହ ଲୋକ କେତେ ଫାଇନ୍ ଦିନକୁ ଦଉଥିବେ। ସେଠି ବି ମୋର ଅନୁରୋଧ, ଆପଣମାନେ ଏଇଟା ବିଚାର କରି ନେବେ।